ସାଙ୍ଗମାନେ ମୋ ପୁରୀ ଯଦି ଭଲ ଲାଗୁଥାଏ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ଚାଲନ୍ତୁ ଦେଖିବା ଫୁଲ୍ ପ୍ରୋସିଜର କେମିତି କଣ ମୁଁ ପୁରୀ ବନଉଛି। ସେଥିପାଇଁ ଦେଖନ୍ତୁ କେତେ କଲରଫୁଲ ପୁରୀଟେ ହେଇଯାଇଛି। ତ ସେଥିପାଇଁ ମୁଁ କଣ କରିବି ନା 3ଟା କ୍ୱାଣ୍ଟିଟିର ମୁଁ କଲରଫୁଲ ହବା ପାଇଁ ନେଇଯିବି ଅଟା। ତା ସହିତ ଆଡ୍ କରିଦେବି, ଯେହେତୁ ମୁଁ କେମିକାଲ କିଛି ୟୁଜ୍ କରୁନି ତ ସେଥିରେ ବିଟରୁଟ୍ ଦେଇଦେବି, ଶୀତ ଦିନେ ଆଭେଲେବଲ ଅଛି। ଦେନ୍ ପାଲକ ଦେଇଦେବି, ଯେହେତୁ ଗ୍ରୀନ୍ କଲର କରିବାର ଅଛି। ଦେନ୍ ୟେଲୋ କଲର ଆସିବା ପାଇଁ ମୁଁ ହଳଦୀ କିଛି ୟୁଜ୍ କରିବି। ମୁଁ କହିଦଉଛି କଲର କେମିତି କମ୍ବାଇନ୍ କରାଯିବ। ତ ଫାଷ୍ଟ ମୁଁ ବିଟରୁଟ୍‌କୁ ଛଣାରେ ଛାଣି ଦେଇଛି ମିକ୍ସର ଜାରରେ ଗ୍ରାଇଣ୍ଡ କରିକି। ଦେନ୍ ଦେଖନ୍ତୁ ତା କଲର ବାହାରି ଆସିଲା, କେତେ ସୁନ୍ଦର ଭାବେ କଲର। ବିଟରୁଟ୍ କଲର ଜାଣିଥିବେ ଏମିତି ବହୁତ ବଢ଼ିଆ ଲାଗେ। ଆଉ ଦେନ୍ ଆସିଲା ପାଲକକୁ, ଏମିତି ଫ୍ରେଶ ପାଲକକୁ ମୁଁ ଧୋଇ ଦେଇକି ତାକୁ ଏମିତି କାଟିକି ମିକ୍ସଚର ଜାରରେ ତାକୁ ଏବେ ବ୍ଲେଣ୍ଡ କରିଦେବି। କରିସାରିବା ପରେ ତାର ଗୋଟେ ଜୁସ୍ ପ୍ୟୁରି ବାହାର କରିଦେବି। ଦେନ୍ ତାକୁ ଛଣାରେ ଛାଣିଦେବି। ଛାଣି ସାରିଲା ପରେ ତାର ଯୋଉ ଗ୍ରୀନ୍ କଲର ଆସେ ମୋତେ ଡର ଲାଗୁଥିଲା ମେ ବି କଲର ନ ହେଇପାରେ, ବଟ୍ ଏତେ ସୁନ୍ଦର କଲର ହେଇକି ଆସିଲା ଆପଣ ଦେଖିଲେ ବି ବିଲିଭ୍ କରିପାରିବେନି। ଦେନ୍ ଦେଖନ୍ତୁ ୱିଦାଉଟ୍ କେମିକାଲରେ କେତେ ସୁନ୍ଦର ଭାବେ ଆମେ ନ୍ୟାଚୁରାଲ ଭେଜିଟେବଲ୍ସ ୟୁଜ୍ କରି କରିପାରୁଛେ। ଆଉ ସେ ପୁଣି ବହୁତ ଇଜି ୱେରେ, କୌଣସି ଟେନସନ୍ ନାହିଁ। ଏମିତି ବନେଇକି ଛୋଟ ପିଲାଙ୍କୁ ଟିଫିନ୍ ବକ୍ସରେ ଦେବା ପାଇଁ, ସେମାନେ ବି ବହୁତ ଖୁସି ହେବେ। ଆଉ ଘରେ ଏମିତି ଏମିତି ନୂଆ ନୂଆ ରେସିପି କରି ଶୀତ ଦିନେ ଛଣା ଜିନିଷ କରି ଖାଇବାକୁ ଦିଅନ୍ତୁ। ଆଉ ସମସ୍ତେ ଭଲ ରୁହନ୍ତୁ। ମୁଁ ଆଶା କରୁଛି ମୋ ଭିଡ଼ିଓଟା ସମସ୍ତଙ୍କୁ ଭଲ ଲାଗିବ। ତ ଚାଲନ୍ତୁ ମୁଁ ହଳଦୀ ନେଇକି ଯୋଉ ୟେଲୋ କଲର ଡୋ ବନେଇଲି ସେଥିରେ ଟିକେ ଜୁଆଣି ନାହିଁ, ମୁଁ କଳା ଜିରା ଦେଇଦେଇଛି। ସରି ମୁଁ ଭୁଲରେ କହିଦେଲି। ଦେନ୍ ସେଥିରେ କ'ଣ ହବ ନା ଗ୍ୟାସ୍ ଏସିଡିଟି ଯୋଉଟା ଥାଏ ସେଟା ହେବନି। ଜୁଆଣି ଦେଲେ ଟେଷ୍ଟ ହୁଏ କଳା ଜିରା। ତ ସେଥିପାଇଁ ମୁଁ ଦେଇଦେଇଛି। ଆଉ ସମାନ ଇଏରେ ମୁଁ ଡିଷ୍ଟ୍ରିବ୍ୟୁଟ୍ କରିଦେଇଛି ଡୋକୁ। ତ ମୋର ପିଙ୍କ କଲର ଯୋଉଟା ଯେମିତିକି ବିଟରୁଟ୍ ବାଲା ଟିକେ ସର୍ଟ ହେଇଯାଇଥିଲା, ତାକୁ ପୁଣି ମିକ୍ସ କରିକି ତାର କିଛି 7ଟା ଡୋ ବାହାର କରିଦେଇଛି। ଇକ୍ୱାଲ କ୍ୱାଣ୍ଟିଟିର ନେଇଥିଲି। ଦେଖନ୍ତୁ କେମିତି କ'ଣ ପ୍ରିପେୟାର କରୁଛି। ଘରେ ଇଜିଏଷ୍ଟ ୱେରେ ଏଟାକୁ ବନାନ୍ତୁ। ଆଉ ମୁଁ କହିଦେଲି କ'ଣ କ'ଣ ପକେଇବାର ଅଛି। ତ ସମାନ କ୍ୱାଣ୍ଟିଟିର ଅଟା ନେବାର ଅଛି, ତା ସହିତ ଲୁଣ ନେବେ। ଦେନ୍ 3ଟା କଲର ୟୁଜ୍ କରିବେ। କଲର ମାନେ ଆମ ନ୍ୟାଚୁରାଲ ଆଉ ଭେଜିଟେବଲ କଲର। ଦେନ୍ ତା ଦେହରେ ଘିଅ ଟିକେ ଦେଇଦେଉଛି ସଫ୍ଟନେସ୍ ପାଇଁ। 10 ମିନିଟ୍ ହାର୍ଡ ରଖିଲା ପରେ ଦେଖନ୍ତୁ କେତେ ସଫ୍ଟ ହେଇଛି। ଆଉ କୌଣସି ନଷ୍ଟ ହବାର ବି ନାହିଁ କି ଲାଗିଯିବାର ନାହିଁ। ଟିକେ ତେଲ ଦେଇ ଏମିତି ବେଲି ନେବେ। ଆଉ ଘରୋଇ ଗୃହିଣୀମାନେ ତ ସମସ୍ତେ ଜାଣିଥିବେ କେମିତି କ'ଣ ପ୍ରିପେୟାର କରାଯାଏ ରୁଟି ପୁରୀ। ତ ସେହି ହିସାବରେ ନର୍ମାଲ କରିବାର ଅଛି। ଓନ୍ଲି 3ଟା କଲରକୁ ଆଡ୍ କରିଦେବେ। ଏମିତି ରୋଲ କରିଦେଇଛନ୍ତି ମିଠା ସେପ୍ର। ଆଉ ଏତେ ସୁନ୍ଦର ଲାଗୁଥିଲା, ମୁଁ ଯେତେବେଳେ କଟ୍ ଦେଉଥିଲି ମୁଁ ଭାବୁଥିଲି ଦିନେ ନା ଦିନେ ମୁଁ ନିଶ୍ଚିନ୍ତ ଗୋଟେ ସୁଇଟ୍ ପ୍ରିପେୟାର କରିବି ଏମିତି ୱେରେ। ତ ଦେଖିବା ମୋ ଆଶା ସେ ଫୁଲଫିଲ୍ ହବ କି ନାହିଁ। ତ ଚାଲନ୍ତୁ ଏବେ ପୁରୀ ପ୍ରିପେୟାର କରିବା। ତ ମୁଁ ଏଇଟା କଲର ନେଇଯାଇଛି। ଦେଖନ୍ତୁ 3ଟା କଲର ମିକ୍ସ ହେଇଗଲା, ଯେମିତିକି ରେନବୋ ଟାଇପ୍ ଫିଲ୍ ଆସୁଛି ମୋତେ କଲର। ତ ଆପଣଙ୍କୁ ସେୟା ଲାଗୁଛି କି ନାହିଁ କମେଣ୍ଟ ମାଧ୍ୟମରେ ଜଣେଇବେ। ତ ରେନବୋ ଟାଇପ୍ର କଲର ହିଁ ଆସୁଥିଲା ଛାଣିଲା ବେଳେ। ତ ସେଇଟା ଆଗକୁ ଦେଖିବା କେମିତି କ'ଣ। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ତାର ମଝି ପର୍ସନଟା, ମୋତେ ବହୁତ ହିଁ ସୁନ୍ଦର ଲାଗୁଥିଲା। ଏନ୍ଜୟ କରି କରି ମୁଁ କରୁଥିଲି, ପୁରୀ ବେଲି ଦେଉଥିଲି, କାରଣ ଏତେ ସୁନ୍ଦର କଲର। ଏଇଟା ମୋର ଫାଷ୍ଟ ଟାଇମ୍ ଥିଲା, ବଟ୍ ଏତେ ସୁନ୍ଦର ଭାବେ ହବ ବୋଲି ମୁଁ କେବେ ଆଶା କରିନଥିଲି। ବହୁତ ଭଲରେ ବି ହେଇଥିଲା। ଆଉ ଫୁଲୁଛି କି ନାହିଁ ସେଇଟା ଦେଖନ୍ତୁ। ଆଉ ବହୁତ ଭଲ ହିଁ ହେଇଥିଲା। ମୋତେ ମୋର ଫାଷ୍ଟ ଏକ୍ସପିରିଏନ୍ସ ସବୁବେଳେ ପାଇଁ ମନେ ରହିବ। ବହୁତ ସୁନ୍ଦର ଭାବେ ମୁଁ ଏଇଟା କରିଥିଲି। ଦେନ୍ ଚାଲନ୍ତୁ ଆକୁ ଛାଣି ନେବା। ଦେଖନ୍ତୁ ସବୁ ଫୁଲୁଥିଲା। ତ ମୁଁ ଭାବୁଥିଲି ମେ ବି ନ ଫୁଲି ପାରେ, ଯେହେତୁ ମୁଁ ଛଣାରେ ଛାଣି ଦେଇଥିଲି ତାର ଯୋଉ ଖଦଡ଼ା ଅଂଶଟା ନଥିଲା, ସେଥିପାଇଁ ମେ ବି ବହୁତ ଭଲସେ ଫୁଲୁଛି। ଯଦି ଖଦଡ଼ା ଅଂଶ ଥାନ୍ତା ଫୁଲି ନଥାନ୍ତା ଲାଗୁଛି। ତ ଦେଖନ୍ତୁ ଗୋଟେ ଗୋଟେ ଏମିତି ମୁଁ ଚାଲିଥିଲି ଛାଣି। ତ ସବୁ ଯାକ ବହୁତ ଭଲ ଭାବେ ଫୁଲୁଥିଲା। ଆଉ କଲର ବି ଯାଉନଥିଲା। କେମିକାଲ ହେଇଥିଲେ ମାଇଟ୍ ବି କଲର ଯାଇଥାନ୍ତା, ଯେହେତୁ ଏଟା ନ୍ୟାଚୁରାଲ ଅଛି ତ କଲର ଯିବାର କୌଣସି ସନ୍ଦେହ ନାହିଁ। ତ କଲର ଯାଉ ହିଁ ନଥାଏ, ଆଉ ବହୁତ ହିଁ ବଢ଼ିଆ ଲାଗୁଥାଏ। ଆଉ ଘରେ ଏମିତି କରିକି ସମସ୍ତଙ୍କୁ ଗୁରୁଜନ ଆଉ ଛୋଟ ଭାଇ ଭଉଣୀ ଆଉ ନିଜ ପିଲାଙ୍କୁ ଦିଅନ୍ତୁ ଖାଇବା ପାଇଁ। ଆଉ ବହୁତ ହି ଟେଷ୍ଟି। ଆଉ ମୁଁ ମୋ ମିଷ୍ଟର ଆସିଲା ପରେ ଯୋଉ ପ୍ରିପେୟାର କରିଦେଇଥିଲି ତାଙ୍କର ଖୁସି ନ କହିଲେ ସରେ। ଏତେ କଲରଫୁଲ କ'ଣ କେମିକାଲ ୟୁଜ୍ କରୁଛ ନା କ'ଣ? କହିଲି ନାଇଁ ନାଇଁ ସେଇଟା ସିକ୍ରେଟ। ଥ୍ୟାଙ୍କ ୟୁ। ଲାଇକ୍